ଦେଖୁଛୁ ଗୋଟିଏ ସ୍ତ୍ରୀ ସୂର୍ଯ୍ୟ ପରିହିତା ଚନ୍ଦ୍ର ଉପରେ ଦଣ୍ଡାୟମାନ। ସୂର୍ଯ୍ୟ ଚନ୍ଦ୍ରର କଥା ଆମେ ଦେଖିଅଛୁ। ତାହାର ମସ୍ତକରେ ଦ୍ୱାଦଶ ନକ୍ଷତ୍ର ଖଚିତ ଗୋଟିଏ ମୁକୁଟ। ପାଦ ତଳେ ଚନ୍ଦ୍ର, ମସ୍ତକରେ ନକ୍ଷତ୍ର। ଦାନିଏଲ 12:3 ଅନୁସାରେ ପ୍ରକାଶିତ 1:16 ଅନୁସାରେ ଆଉ 20 ଅନୁସାରେ ପଢନ୍ତୁ ଏହି ନକ୍ଷତ୍ର ମାନେ କିଏ ଅଟନ୍ତି? ସେ ଆପଣା ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର ଧାରଣ କରିଥିଲେ। ତାହାଙ୍କ ମୁଖରୁ ତୀକ୍ଷ୍ଣ ଦ୍ୱିଧାର ଖଡ୍ଗ ନିର୍ଗତ ହେଉଥିଲା, ଆଉ ତାହାଙ୍କ ମୁଖ ମଧ୍ୟାହ୍ନକାଳୀନ ସୂର୍ଯ୍ୟ ପରି ତେଜମୟ ଥିଲା। ଆମ୍ଭର ଦକ୍ଷିଣ ହସ୍ତରେ ଯେଉଁ ସପ୍ତ ନକ୍ଷତ୍ର ଦେଖିଲ, ସେଥିର ଓ ସପ୍ତ ସୁବର୍ଣ୍ଣ ପ୍ରଦୀପର ନିଗୁଡ ତତ୍ତ୍ୱ ଏହି। ସେହି ସପ୍ତ ନକ୍ଷତ୍ର ସପ୍ତ ମଣ୍ଡଳୀର ଦୂତଗଣ ଓ ସପ୍ତ ପ୍ରଦୀପ ସପ୍ତ ମଣ୍ଡଳୀ ଅଟନ୍ତି। ସପ୍ତ ନକ୍ଷତ୍ର ସପ୍ତ ମଣ୍ଡଳୀର ଦୂତଗଣ ଅଟନ୍ତି। ଏହି ସ୍ତ୍ରୀ ଆପଣାର ମୁକୁଟରେ 12ଗୋଟି ନକ୍ଷତ୍ରକୁ ରଖିଅଛି। ଏହାର ତାତ୍ପର୍ଯ୍ୟ ହେଉଅଛି ସେବକମାନେ ମଣ୍ଡଳୀର ଊର୍ଦ୍ଧ୍ୱରେ ରହନ୍ତି ବା ଉଚ୍ଚ ସ୍ଥାନରେ ରହନ୍ତି। ମସ୍ତକରେ ସ୍ଥାପିତ ବୋଲି କହିବାର ଅର୍ଥ ହେଉଛି ମଣ୍ଡଳୀର ସବୁ ଆଡମିନିଷ୍ଟ୍ରେସନ କାମ ସେବକ ମାନଙ୍କର ଅଟେ। ପ୍ରଭୁଙ୍କ ନାମ ଧନ୍ୟ ହେଉ। ଏହାକୁ ମୁଁ ଅଧିକ ବିସ୍ତୃତ କରିବି ନାହିଁ। ଆମେ ଆମର ମୁଖ୍ୟ ପ୍ରସଙ୍ଗକୁ ଆଡକୁ ଟିକେ ଧୀରେ ଧୀରେ ବଢିବା। ଆମେ 3ଗୋଟି କଥାକୁ ଦେଖିଲୁ। ଏ ସ୍ତ୍ରୀ ସୂର୍ଯ୍ୟ ପରିହିତା, ଚନ୍ଦ୍ର ଉପରେ ଦଣ୍ଡାୟମାନ ଏବଂ ମସ୍ତକରେ ଦ୍ୱାଦଶ ନକ୍ଷତ୍ର ଖଚିତ ଗୋଟିଏ ମୁକୁଟ। ଚତୁର୍ଥ କଥା, ଏ ସ୍ତ୍ରୀ ଗର୍ଭବତୀ। ଆଉ ଗର୍ଭବତୀ କେବଳ ନୁହଁ, ଏ ସ୍ତ୍ରୀକୁ ପ୍ରସବ ବେଦନା ଧରିଛି। କିନ୍ତୁ ବଡ ସମସ୍ୟାର ବିଷୟ କଣ? ମାନେ ଏ ସ୍ତ୍ରୀକୁ ଗୋଟେ ବିପଦ ଅଛି। କଣ ସେ ବିପଦ? ଗୋଟିଏ ସର୍ପ ଆ ସାମ୍ନାରେ ଠିଆ ହେଇଛି। ଆଉ ସେ ସର୍ପ 7 ମସ୍ତକ ବିଶିଷ୍ଟ। ତାର 10ଟି ଶୃଙ୍ଗ, ଗୋଟିଏ ଲାଙ୍ଗୁଳ। ବେଶୀ ଲାଙ୍ଗୁଳ ନାହିଁ, ଗୋଟିଏ ଲାଙ୍ଗୁଳ। ପଢି ଦିଅନ୍ତୁ 3 ପଦରୁ। ଆକାଶର ଆଉ ଗୋଟିଏ ଲକ୍ଷଣ ଦେଖାଗଲା। ଦେଖ, ଗୋଟିଏ ଲୋହିତ ବର୍ଣ୍ଣ ପ୍ରକାଣ୍ଡ ସର୍ପ। କି ବର୍ଣ୍ଣ? ଲୋହିତ ବର୍ଣ୍ଣ। ଆପଣ କେବେ ହେଲେ ଲାଲ ରଙ୍ଗର ସାପ ଦେଖିଛନ୍ତି କି? ସାପ ସାଧାରଣତଃ ଲାଲ ରଙ୍ଗର ହୁଏ ନାହିଁ। ଏ ସାପ ଲାଲ ରଙ୍ଗ କାହିଁକି ହେଲା? ଆମେ ଯାହା ଖାଉ ତାହା ପରି ଆମର ରଙ୍ଗ ଦେଖାଯାଏ। ଡାଏଟିସିଆନ୍ସ ମାନେ କହନ୍ତି, what you eat, that's you are. ଡାଏଟିସିଆନ୍ସ ମାନେ ଆପଣଙ୍କର ସ୍କିନ୍ କୁ ଦେଖି କହିଦେବେ ଆପଣ କଣ ଖାଦ୍ୟ ଭଲ ପାଆନ୍ତି। ଏତେ ସେମାନେ ନିପୁଣ। ଜଣେ ଝିଅ ଗୋଟେ ଡାଏଟିସିଆନ୍ କୁ କହିଲା, ମତେ କୁହ ତ ଦେଖି, ତୁମେ ବେଶୀ ମାଂସ ପ୍ରିୟ କର? ସତ କଥା। ମାଂସ ବେଶୀ ଖାଇବା ଲୋକର ଚମଡା ଅଲଗା ରହିବ। ଫଳ ବେଶୀ ଖାଇବା ଲୋକର ଚମଡା ଅଲଗା ରହିବ। ଆମ ଭାରତରେ ସବୁ ରାଜ୍ୟର ଲୋକମାନଙ୍କର ବୁଦ୍ଧି ଅଲଗା। ମୋର ଛୋଟ ଗବେଷଣାରୁ ମୁଁ କହିବି, ଖାଦ୍ୟ ବୁଦ୍ଧିକୁ ବି ପ୍ରଭାବ ପକାଏ।
आज्ञा को मानकर बुद्धि बहुत कम जानी जो माने 3 बेला खाली भात खाते आपण गवेषणा करंतु जो पिला मानकु पिला बेलरु घियो दिया जीव मुंडरे टिके मसला रहइबो आपण गवेषणा करंतु आम ओडिसा रे बुद्धिमान गोष्ठी को गोष्ठी ब्राह्मण गोष्ठी काहे की मां पेटरु घियो खाउछ से जहां भी हो आम खाइबा कथा पड़ी नहीं ये साप काहे की लाल रंग रही गला हेबलंक समय ठारे रक्त पान करछि साधु मानक रक्त पान करछि प्रकांड सर्प ये यारो 7 गोटी मस्तक जिसु मस्तक चूर्ण गला बेल को केतेटा थिला के जानी एबे 7टा अछि यार अच्छा जिसु शयतानर मस्तक चूर्ण कले परा हो कि नहीं हेले पुणी 7टा मुंड धरि के ठिया हिची कोन ये प्रभु को नाम रो धन्यवाद हेउ ताडा गुडे रहस्य सेटा गुडे 7टा मस्तक ऊपर 7टा मुकुट भी अछि यार तार अर्थ अछि आ 7टा मुंड रे 10टा सिंह अछि प्रभु को नाम रो धन्यवाद हेउ ए 10 गोटी श्रृंग होउची शयतानर 10 गोटी साम्राज्य रो राजा माने आ आजी जदि आपण यूनाइटेड नेशन ऑर्गेनाइजेशन को स्टडी करिवे 10 गोटी बड़ बड़ देश को नहीं संघटी मजबूत होउची बड़ भयंकर समय रे आमे अछु आउ थरे पढि दियो 3 पद 4 पद टिके ध्यान रे सुनंतु आकाश रे आउ गोटे लक्षण देखा गला देखो गोटे लोहित वर्ण प्रकांड सर्प ताहार 7 मस्तक ओ 10 श्रृंग उनी मस्तक गुडी को ऊपर 7 मुकुट ताहार लांगुल आकाशर तृतीयांश नक्षत्र को आकर्षण करी पृथ्वी रे निक्षेप कला आउ सेही सर्प प्रसव करिबा को उद्यत स्त्री लोक प्रसव करिबा मात्र ताहाको संतान को ग्रास करिबा निमंते ताहाको सम्मुख रे ठिया हैला सुनंतु एई शयतान एई प्रसव वेदना रे आक्रांत होइथिबा स्त्री को किछि करू नै तार दृष्टि कहा ऊपर अछि से भीतर छुआ ऊपर आजी भी शयतान मंडली रो सब लोक को आक्रमण करू नै मदुआ लोक मद पी पी कोटिपति हे गलानी चोर लोक चोरी करी करी धनी हे गलानी व्यभिचारी आउ केतेटा स्त्री रखी की से मध्य धन संपत्ति रे पूर्ण हला मंडली रो सब लोक को शयतान आक्रमण करिबो नाही मन रखि थांतु तार दृष्टि से स्त्री ऊपर नुहे मो भाबुछि जदि से स्त्री को गिली देई थांता तो स्त्री सांगरे पिला मिल देई थांता ना किंतु नाही आज्ञा ए सर्प कोछि तो तुम किछ करबिनी से पिलाटा दरकार सुनंतु आजिर शैतान भी सेई शैतान मंडली भितरे थिबा गुप्तरे पडुथिबा देखा जाउ नाही बाहरे ये पिला गुप्तरे बडुछि तारो बाहर को आसीबा समय हेई गलानी प्रसव वेदना धरिछि शयतान मंडली रो पूर्ण लोक को आघात करिवो नाही भितरे थिबा गुप्त साधु मान को तार दृष्टि अछि धार्मिक मान को बहुत क्लेश होबो मन रखथान आओ प्रभु को लोक माने
एपटे स्त्री ऊपर नजर रखिछि ध्यान रे देबे दुई गोटी कथा म कहूछि स्त्री रो छुआ को गिळिबा को चाहूछि लांगुल रे आकाश रो तारा को टाणीबा को चाहूछि शैतान रो दुई प्रकार रो मिनिस्ट्री तार दुई प्रकार रो एक्टिविटीज कोन गुप्त रे थिबा पिला को गिळिबा को चाहूछि प्रकाश रे थिबा तारा को तळे पकेबा को चाहूछि मु कहबा पई चाहे ऊपर तारागण जाजल्यमान सेवक माने अटंती जो माने शाइनिंग होउछंती जो माने बहुत बड़ बड़ पोस्टर रे मोबाइल रे यूट्यूब रे फेसबुक रे बड़ बड़ स्टेज रे बड़ बड़ प्लेटफॉर्म रे हीलिंग मिरेकल प्रोफेसी प्रीचिंग टीचिंग देकी अंधकार दुनिया रे गोटे चमकीला परी तारा अटंती लांगुल लागिछि शाइनिंग स्टार मानको ऊपरे किंतु तार मस्तक लागिछि गुप्त साधु मानको ऊपरे शैतान दुई भाग रे एक्टिव अछि आपण जदी हिडन सेंट अटंती आपण दुनिया रे बेसी फेमस नहंती शैतान आपण को पछरे पडिबो पूरा गिळी देबा पई चाहे आपण जदी शाइनिंग स्टार अछंती आपनको मध्य टाणीबा को चाहिबो ये शाइनिंग स्टार माने जो माने बड़ बड़ फेमस सेवक माने तांको पई बोली लांगुल लगैछि आज्ञा गुप्त साधु मानको पई मुंडो लगैछि लांगुल रो अर्थ कोन जेसाय 9:15 पढो लांगुल कोन अटे प्राचीन ओ संभ्रांत लोक सेही मस्तक पुणी मिथ्या शिक्षा दाई भविष्यत वक्ता लांगुल भ्रांत शिक्षा प्रभु को लोक माने भ्रांत शिक्षा देउथिबा शिक्षक हेउछि लांगुल आजि ओडिसा रो मंडली मानकरे अनेक लोक माने भ्रांत शिक्षा रे पड़ी के जीवन को नष्ट कर देले ये लांगुल रे गुटे चुंबकीय शक्ति अछि तारा को टाणीबो तळे पकेबो खाइबो नै टाणीबो आ पकेबो ता माने लांगुल रे किछि चुंबक टाणीला परे अट्रैक्ट कला परी मैग्नेटिक पावर अछि सुनंतु बालक प्रचारक बंधु माने मिनिस्ट्री रे को मिनिस्ट्री हमको बेसी अट्रैक्ट करे प्रीचिंग सोल विनिंग हीलिंग मिरेकल्स प्रोफेसी कोटा बेसी अट्रैक्ट करे हमको चमत्कार को नमस्कार गा गा जाई बणो जंगल जाई मांडिया सुआ कांगू पेजो पी आत्मा लाभ करबा काम आजिकल भल लागु नै आजिकल दरकार कोन इंस्टेंट हेबार छै हीलिंग मिरेकल प्रोफेसी हे कि पूरा फेमस हेबा को समस्त को रही छै मु कहबा पई चाहे जेते लोक शाइनिंग स्टार ही कि अछंती से भितरु एक तृतीयांश को से टाणीबो तळे पकई देबो मु कहूने भाई बोल एक तृतीयांश बोली कहले केते पिला माने हां तीन भागरु गुटे भाग ताले केते बळिबो दुई भाग 1/3 तीन भागरु गोटे भाग को शयतान लांगुल रे टाणीबो प्रेज लॉर्ड म काहे के प्रेज लॉर्ड कहले टाणु बोली कोन नै प्रेज लॉर्ड म काहे के प्रेज लॉर्ड कहले माने प्रभु हमको दया करूछंती से प्रकार लांगुल रो फांदरु रक्षा पाइबा पई आज्ञा अट्रैक्टेड मिनिस्ट्री करबा को काहा को इच्छा होबो नै सावधान ए लांगुल आज मंडली मंडली रे बुलुची भ्रांत शिक्षा भ्रांत सेवा भ्रांत डॉक्ट्रिन बड़ बड़ प्रचारक माने गुड न्यूज रे पसी गले व्यभिचार पाप नै चोरी पाप नै हत्या पाप नै गुड़ाए स्त्री विवाह करबा पाप नै
ପଶିଗଲେ ଲାଙ୍ଗୁଳ ତାର କାମ ଚଲେଇକି ଅନେକ ତାର ମାନଙ୍କୁ ତଳେ ପକେଇଦେଲା। ଧନ୍ୟ ଯୋଉମାନେ ଆକର୍ଷକ ଚାକଚକ୍ୟ ଦୁନିଆର ଭ୍ରାନ୍ତିରୁ ନିଜକୁ ରକ୍ଷା କରିଛନ୍ତି। ବହୁତ କିଛି ଚାକଚକ୍ୟ ଲାଗିଲା କିନ୍ତୁ ସାବଧାନ ଆଜ୍ଞା, ଏ ତାରା ଭିତରୁ 1/3 ତଳେ ପଡିଗଲେ 2/3 ପଡିଲେ ନାହିଁ। ତାରା ଯଦି ରକ୍ଷା ପାଇବା ପାଇଁ ଚାହୁଁଛି ଗୋଟିଏ ଜାଗାରେ ରହିଲେ ରକ୍ଷା ପାଇବ, ଆଉ ସେ ଜାଗା ହଉଛି ଯୀଶୁଙ୍କର ଦକ୍ଷିଣ ହାତ। 1:16 ଲେଖା ଅଛି ତାହାଙ୍କ ଦକ୍ଷିଣ ହସ୍ତରେ 7 ଗୋଟି ତାରା। ସେ ତାରାକୁ ଶୈତାନ ଛୁଇଁ ପାରିବ ନାହିଁ। ଆପଣ ଷ୍ଟାର ହୁଅନ୍ତୁ, ବଡ ବଡ ସେବକ ହୁଅନ୍ତୁ, ଯୀଶୁଙ୍କ ହାତ ମୁଠିରେ ରହିବେ। ହାତ ମୁଠିରେ ରହିବାର ଅର୍ଥ କଣ? ପ୍ରଭୁଙ୍କର ସ୍ପଷ୍ଟ ଇଚ୍ଛାକୁ ଜାଣି ତାଙ୍କ କଣ୍ଟ୍ରୋଲରେ ରହିବାର ଅଛି। ପ୍ରେଜ୍ ଦ ଲର୍ଡ। ମତେ ଜଣେ କହିଲା, ଆଜ୍ଞା ଆପଣ ତ ଏତେ କଥା ଜାଣନ୍ତି, ଟିକେ ଚାଲୁନାହାନ୍ତି ଦୁବାଇ। କଣ ପାଇଁ? ସେଠିକୁ ଯାଇକି ଟିକେ ପ୍ରଫେଟ ପରି ଆକ୍ଟିଂ କରନ୍ତୁ, ବହୁତ ପଇସା ମିଳିବ। ଆପଣ ତ ସବୁ ଜାଣନ୍ତି। ଆଜ୍ଞା ଏଠି ମୁଁ ଆକ୍ଟିଂ କଲେ ହବ ନାହିଁ କି? ଆଜ୍ଞା ହବ। ମୁଁ କହିବି ସମୀର ଭାଇ ଆପଣଙ୍କ ଜୀବନରେ ବହୁତ ଦୁଃଖ ଆସିଛି, ସତ ନା ନାହିଁ? ଆସିଛି। ଆପଣ ମରୁ ମରୁ ବଞ୍ଚିଛନ୍ତି, ସତ ନା ନାହିଁ? ହଁ ଦେଖିଲ। ମୁଁ କିଏ? ଭାବବାଦୀ। ବହୁତ ଆର୍ଥିକ ସମସ୍ୟା ଦେଇ ଯାଇଛନ୍ତି, ବହୁତ ନିନ୍ଦା ଦେଇ ଯାଇଛନ୍ତି। ପରମେଶ୍ୱରଙ୍କର ଆତ୍ମା କହୁଛନ୍ତି ବୋଲେ ଭଗବାନ ହେଇଗଲା। ଏସବୁ ସେ ଆଟ୍ରାକ୍ଟ କରେ। ଆଜ୍ଞା ସାବଧାନ, ବହୁତ ବିଷୟ ଆଟ୍ରାକ୍ଟ କରିବ, କିନ୍ତୁ ଯଦି ନିଜକୁ ଧରି ରଖିବା ପାଇଁ ଚାହୁଁଛନ୍ତି ଯୀଶୁଙ୍କର ଦକ୍ଷିଣ ହାତ ଭିତରେ ଲୁଚିକି ରୁହନ୍ତୁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ଇଚ୍ଛା ବାହାରେ କିଛି କରିବାକୁ ହବ ନାହିଁ, ତାହେଲେ ଆପଣ ରକ୍ଷା ପାଇବେ। ଆପଣଙ୍କୁ ବହୁତ କିଛି ଇଚ୍ଛା ହବ, ରାତାରାତି ଫେମସ ହେବାକୁ ଇଚ୍ଛା ହବ, ବହୁତ କିଛି ଇଚ୍ଛା ହବ ଆଜ୍ଞା, କିନ୍ତୁ ହାତ ଭିତରେ ରୁହନ୍ତୁ, ନହେଲେ ଲାଙ୍ଗୁଳ ଟାଣିକି ପକାଇଦେବ। ଶୟତାନ ଲାଙ୍ଗୁଳ ଗୁଣି ଲଗେଇ ଦେଇଛି। ଭ୍ରାନ୍ତି, ଲାଙ୍ଗୁଳ ବୋଲି କହିଲେ ଭ୍ରାନ୍ତି। ଅନେକ ଭ୍ରାନ୍ତରେ ପଡ଼ିଛନ୍ତି। କିଏ ତ ଶିକ୍ଷାର ଭ୍ରାନ୍ତରେ ପଡ଼ିଛି, କିଏ ତ କପଟତାର ଭ୍ରାନ୍ତିରେ ପଡ଼ିଛି। ସେ ଯାହା ନାହିଁ ତାହା ଅଛି ପରି ଦେଖେଇ ହେବା ଗୋଟେ ଭ୍ରାନ୍ତି ଅଟେ। ଲାଙ୍ଗୁଳ ତାର କାମ କରି ଚାଲିଛି, ଏପଟେ ମୁଣ୍ଡ 7 ଗୋଟି ମୁଣ୍ଡ 10 ଶୃଙ୍ଗଧାରୀ ସ୍ତ୍ରୀ ସାମ୍ନାରେ ଠିଆ ହେଇଛି, କିନ୍ତୁ ସ୍ତ୍ରୀକୁ ଖାଉ ନାହିଁ, ଗିଳୁ ନାହିଁ। କେତେବେଳେ ସେ ଛୁଆ ଜନ୍ମ ହବ, ସେ ଛୁଆକୁ ଗିଳିବା ପାଇଁ ରେଡି ଅଛି। ये छुआ किए अटे? प्रभुଙ୍କ ଲୋକମାନେ ଆମେ ଦେଖିବା 5 ପଦ 6 ପଦ ଟିକେ ପଢନ୍ତୁ। ये छुआ किए କାହାକୁ ଦର୍ଶାଏ? ଯେ ସମସ୍ତ ଜାତିକୁ ଲୌହ ଦଣ୍ଡରେ ଶାସନ କରିବେ, ଏପରି ଏକ ପୁତ୍ର ସନ୍ତାନକୁ ସେହି ସ୍ତ୍ରୀ ଲୋକ ପ୍ରସବ କଲେ, ଆଉ ତାହାଙ୍କ ସନ୍ତାନ ଈଶ୍ୱର ଓ ତାହାଙ୍କ ସିଂହାସନ ନିକଟକୁ ଉଠାଇ ନିଆଗଲେ। ପୁଣି ସେ ସ୍ତ୍ରୀ ଲୋକ ପ୍ରାନ୍ତରକୁ ପଳାୟନ କଲେ। ସେଠାରେ 1260 ଦିନ ପର୍ଯ୍ୟନ୍ତ ପ୍ରତିପାଳିତ ହେବା ପାଇଁ ତାହାଙ୍କ ନିମନ୍ତେ ଈଶ୍ୱରଙ୍କ କର୍ତ୍ତୃକ ପ୍ରସ୍ତୁତ ଗୋଟିଏ ସ୍ଥାନ ଥିଲା। ବସ୍ ରହିଯାନ୍ତୁ, ଦେଖନ୍ତୁ ଏଇ ଯେଉଁ ପୁଅ ଜନ୍ମ ହେବାକୁ ଯାଉଅଛି, ଏ ପୁଅ ଲୌହ ଦଣ୍ଡରେ ଶାସନ କରିବ। ଆଜ୍ଞା ଏ ପୁଅ କାହିଁକି, ଝିଅ କାହିଁକି ହେଲା ନାହିଁ? ଏଇଟା ବି ଗୋଟେ ପ୍ରଶ୍ନ। ଏ ପୁଅ ରୋମିଓ 8:14 ଯେଉଁମାନେ ଆତ୍ମାଙ୍କ ଦ୍ୱାରା ଚାଳିତ ହୁଅନ୍ତି ସେମାନେ ଈଶ୍ୱରଙ୍କର ପୁତ୍ର। They are the sons of God। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ମଣ୍ଡଳୀ ଭିତରେ ଗୋଟିଏ ପୁତ୍ର ବଢିଲା ପରି ବଢୁଛନ୍ତି ଦଳେ ଲୋକ, ଯେଉଁମାନେ କି
জন্ম হেলা পরে শাসন করিবে, লৌহ দণ্ডরে করিবে। প্রভুଙ୍କ ଲୋକମାନେ ସ୍ୱର୍ଗରେ କିଏ ଲୌହ ଦଣ୍ଡରେ ଶାସନ କରିବ। ପଢନ୍ତୁ ପ୍ରକାଶିତ 2 ଅଧ୍ୟାୟ 27, 28, 29। ସେମାନଙ୍କୁ ଲୌହ ଦଣ୍ଡ ଦ୍ୱାରା ଶାସନ କରିବ, ଆଉ ସେମାନେ କୁମ୍ଭକାରର ପାତ୍ର ପରି ଖଣ୍ଡ ଖଣ୍ଡ ହେବେ। ପୁଣି ଆମ୍ଭେ ତାହାକୁ ପ୍ରଭାତି ତାରା ଦେବୁ। ମଣ୍ଡଳୀ ଗଣଙ୍କୁ ଆତ୍ମା କଣ କହନ୍ତି? 26 ପଦ ଟିକେ ପଢି ଦିଅ। ଯେ ଜୟ କରେ, ଯେ ଜୟ କରେ, ଧ୍ୟାନରେ ଶୁଣିବେ, ଯେ ଜୟ କରେ ଓ ଶେଷ ପର୍ଯ୍ୟନ୍ତ ଆମ୍ଭର କର୍ମ କରେ। ଆମ୍ଭେ ଯେପରି ଆମ୍ଭର ପିତାଙ୍କ ଠାରୁ କ୍ଷମତା ପ୍ରାପ୍ତ ହୋଇଅଛୁ, ତାହାକୁ ମଧ୍ୟ ସେପରି ସମସ୍ତ ଜାତି ଉପରେ କ୍ଷମତା ଦେବୁ। ହାଲେଲୁୟା, ହାଲେଲୁୟା। ମୋ ଆଡକୁ ଧ୍ୟାନ ଦେବେ ସମସ୍ତେ। ପ୍ରଭୁ ଯୀଶୁ କହୁଛନ୍ତି ଯେ ଜୟ କରେ। ସେ କହୁନାହାନ୍ତି ଏହା ଇଷ୍ଟ ଇଣ୍ଡିଆ ବାପ୍ଟିଷ୍ଟ ମିଶନ, କହୁନାହାନ୍ତି ଏହା ବାପ୍ଟିଷ୍ଟ ମିଶନ, କହୁନାହାନ୍ତି ଏହା କ୍ୟାଥୋଲିକ ମିଶନ, କହୁନାହାନ୍ତି ଏହା ପେଣ୍ଟିକଷ୍ଟାଲ ମିଶନ, କହୁନାହାନ୍ତି ଏହା ଆଉ କିଛି ମିଶନ। ସେ କହୁଛନ୍ତି ଯେ କୌଣସି ମିଶନର ହେଉନ୍ତୁ, କିନ୍ତୁ ଯେ ଜୟ କରେ। ପ୍ରେଜ୍ ଦ ଲର୍ଡ। ଆପଣ ମାନେ ଗୋଟେ ଶବ୍ଦ କହିବେ କି? ମୁଁ ଯାହା କହିବି ଆପଣ ମାନେ କହିବେ ଜୟ କରେ। ଯେ ମିଥ୍ୟାକୁ, ଯେ ବ୍ୟଭିଚାରକୁ, ଯେ କଳା ବଜାରୀକୁ, ଯେ ପ୍ରଲୋଭନକୁ, ଯେ କ୍ରୋଧକୁ, ଯେ ରଙ୍ଗରସକୁ, ଯେ ସବୁ ପ୍ରକାର ଅଧର୍ମକୁ, ଯେ ସବୁ ପ୍ରକାର ଇର୍ଷାକୁ, ସେ ଯିଏ ବି ସେ ଯେ ଜୟ କରେ ପ୍ରଭୁ ତାକୁ ସିଂହାସନରେ ବସାଇବେ। ପ୍ରେଜ୍ ଦ ଲର୍ଡ। 3:21 ପଢ ପ୍ରକାଶିତ। ଆମ୍ଭେ ଯେପରି ଜୟ କରି ଆମ୍ଭର ପିତାଙ୍କ ସହିତ ତାହାଙ୍କ ସିଂହାସନରେ ବସିଅଛୁ, ସେପରି ଯେ ଜୟ କରି ଆମ୍ଭେ ତାହାକୁ ଆମ୍ଭ ସହିତ ଆମ୍ଭର ସିଂହାସନରେ ବସିବାକୁ ଦେବୁ। ହାଲେଲୁୟା। କାହାକୁ ସିଂହାସନରେ ବସିବାକୁ ଦେବେ? ଯେ ଜୟ କରେ। ଯେ ବକ୍ତା ବୋଲି ଲେଖା ହେଇ ନାହିଁ, ଡାଇରେକ୍ଟର ବୋଲି ଲେଖା ହେଇ ନାହିଁ, ପ୍ରଫେଟ ବୋଲି ଲେଖା ହେଇ ନାହିଁ, ହିଲେର ବୋଲି ଲେଖା ହେଇ ନାହିଁ। ଆପଣ ଲୁଚିକି ଥିବା ଗୋଟେ ସାଧାରଣ ବୁଢୀ ମା ବି ହେଇଥାନ୍ତୁ, ଆପଣ ଯଦି ମନ୍ଦ ମିଛ ମାୟାକୁ ଜିତି ଯାଇଛନ୍ତି, ଆପଣ ସେଦିନ ସିଂହାସନରେ ବସିବେ। ପ୍ରେଜ୍ ଦ ଲର୍ଡ। ଆପଣ ବଡ ଫେମସ୍ ପ୍ରଚାରକ ହୁଅନ୍ତୁ କି ନ ହେଇଥିଲେ ବି ଚଳିବ, ନ ହେଇଥିଲେ ବି ଚଳିବ, କିନ୍ତୁ ଜିତିଥିବାର ଅଛି। ଆଜ୍ଞା, ଜୟ ବୋଲି କହିଲେ ଏ ଜୟ ଶବ୍ଦଟା କେତେବେଳେ ଆସେ? ହଁ, ଯୁଦ୍ଧ ପରେ। ଯୁଦ୍ଧ ପରେ ଏଭ୍ରି ବାର ଛାରି ପାପ ବିରୁଦ୍ଧରେ ଯୁଦ୍ଧ। ହାଲେଲୁୟା। ପାପ ବିରୁଦ୍ଧରେ ଯୁଦ୍ଧ କର। ପ୍ରଭୁଙ୍କ ଲୋକମାନେ ଏଫେସିୟ 6:12 ଶୟତାନ ବିରୁଦ୍ଧରେ ଯୁଦ୍ଧ। ପ୍ରଥମ ପିତର 2:11 ଅଭିଳାଷ ବିରୁଦ୍ଧରେ ଯୁଦ୍ଧ। ସବୁ ପାପ ବିରୁଦ୍ଧରେ ଯୁଦ୍ଧ କରିକି ତାକୁ ହରେଇ ଦେଇଥିବାର ଅଛି। ସଭାରେ ବସିକି ଟିକେ ଉଦ୍ଦୀପିତ ହେଇକି ଗୁପ୍ତରେ ବ୍ୟଭିଚାର, ଗୁପ୍ତରେ ଟୋକି ଧନ୍ଦା, ଗୁପ୍ତରେ ନିଶା ସେବନ, ତୁମକୁ ପ୍ରଭୁ ସିଂହାସନରେ ବସାଇବେ। ସେ ସର୍ପ ଜାଣିଛି ଏ ସ୍ତ୍ରୀକୁ ସିଂହାସନ ମିଳିବ ନାହିଁ, ଏ ସ୍ତ୍ରୀର ଭିତରେ ଥିବା ପୁଅକୁ ସିଂହାସନ ମିଳିବ। ପ୍ରେଜ୍ ଦ ଲର୍ଡ। ଆଜି ମଣ୍ଡଳୀରେ ସମସ୍ତଙ୍କୁ ସିଂହାସନ ନାହିଁ, ଜୟ ଜୀବନ ବିତାଉଥିବା ଲୋକମାନେ ସିଂହାସନରେ ବସିବେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ପିଲାମାନେ ପ୍ରାକ୍ଟିସ କର, ମୁଁ ଗୋଟିଏ ଗୋଟିଏ ପାପକୁ ଜୟ କରିବି। লিস্ট বানাও, লিস্ট বানাও। কোন কোন পাপরে তুমি হারি যাচ্ছ, লিস্ট বানাও। মিছ জিতিবার আছে, মিছକୁ জিতিবার আছে, অভিলাষକୁ জিতিবার আছে। প্রেজ দ লর্ড।
ପାଉଲ କହିଲେ ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଛି। ଖ୍ରୀଷ୍ଟିଆନ ଜୀବନ ଗୋଟିଏ ଯୁଦ୍ଧ, ଯୁଦ୍ଧକୁ ଜିତିବାକୁ ପଡ଼ିବ। ଖ୍ରୀଷ୍ଟିଆନ ହେଲେ, ବକ୍ତା ହେଲେ, ପୋପ କାବା ହେଲେ ବା ଲିଡର ହେଲେ ସିଂହାସନ ପାଇବେ ନାହିଁ। ଜିତିବାକୁ ପଡ଼ିବ, ଜୟ କରିବାକୁ ପଡ଼ିବ। ଯେ ଜୟ କରେ ତାକୁ ସିଂହାସନ ଦେବେ, ଆଉ ଯେ ଜୟ କରେ ତାକୁ ହିଁ ଶାସନ କରିବା ପାଇଁ ଅଧିକାର ଦେବେ। ତାହେଲେ ଆଜ୍ଞା ଏ ଛୁଆଟା ଜନ୍ମ ହେଉ ହେଉ ସିଂହାସନ ପାଇଲା। ତାହେଲେ ଛୁଆ କାହାକୁ ଦର୍ଶାଏ ଆଜ୍ଞା? ବିଜୟ ଜୀବନ ଯାପନ କରୁଥିବା ସାଧୁମାନେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ହାଲେଲୁୟା। ଶୁଣନ୍ତୁ, এই ଛୁଆ জন্ম হেবা দিন কোন দিন? এইটা আসল কথা। সাপ জগিছি, সাতটা মুন্ড, কো পাটিরু গিলিব কি আজ্ঞা? সাতটা পাটি তার জগিছে। সিয়াড়ে স্ত্রী ঠিয়া হয়েছে, সে স্ত্রী কু কিছু করু নাই। এইটা মতে বড় ছানিয়া লাগিলা। ମୁଁ ଭାବୁଛି ଏ ସାପ ବଡ ଭକୁଆଟା ଆଜ୍ଞା। ତାକୁ ମିଶେଇ କରି ଗିଳି ଦେଇଥିଲେ, ବାଇ ୱାନ୍ ଗେଟ୍ ୱାନ୍ ଫ୍ରି, ହଁ କି ନାଇଁ? କିନ୍ତୁ ନାଇଁ 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 ନାଇଁ, ଇଏ ସାପ ଭକୁଆ ନାହିଁ। ଇଏ ସାପ ସେ ସ୍ତ୍ରୀକୁ ଯଦି କିଛି କରୁନାହିଁ ବୋଲି କହିଲେ ତାର ସଙ୍ଗାତ। ପୁଷେରୁ ଆଜି ମଣ୍ଡଳୀରେ ବହୁତ ଲୋକ ଅଛନ୍ତି ଆଜ୍ଞା, ଶୈତାନ ସାଙ୍ଗରେ ସଙ୍ଗାତ। ଶୈତାନ ବି ଚୋରି କରେ, ଆଙ୍କେ ବି। ସିଏ ବି ପାପ କରେ, ଆଙ୍କେ ବି। ସିଏ ବି କୁକର୍ମ କରେ, ଆଙ୍କେ ବି। ସିଏ ବି ସବୁ ଆରମ୍ଭରୁ ସେ ଦୁଷ୍ଟ, ଅଶୁଚି, ବ୍ୟଭିଚାରୀ ସବୁ ପାପରେ ପୂର୍ଣ୍ଣ, ଆଙ୍କେ ବି। ଏଣୁ କରି ଶୈତାନ ଆମକୁ କିଛି କରିବ ନାହିଁ। ଆପଣ ମାନେ ଶୁଣିଥିବେ, ଆରେ ବାପା ବେଶୀ ଗିର୍ଜା ପ୍ରାର୍ଥନା ହଉ ନା ରେ, ବେଶୀ ଦୁଃଖ ପଡିବ। ଶୁଣିଛନ୍ତି? ଶୁଣିଛନ୍ତି? ହଁ, କାହିଁକି ପଡିବ ଜାଣିଛନ୍ତି? ବେଶୀ ଗିର୍ଜା ପ୍ରାର୍ଥନା ହିଁ ମନ ପରିବର୍ତ୍ତନ କଲେ ଇଏ ସାପ ଜଗିଥିବ ତୁମକୁ। କିନ୍ତୁ ଶୁଣନ୍ତୁ, ଦୁଃଖ ଆସିବ ସତ, କିନ୍ତୁ ସର୍ପ ତୁମକୁ ଗିଳି ପାରିବ ନାହିଁ। ଗିଳି ପାରିବ ନାହିଁ ଆଜ୍ଞା। ସାତଟା ମୁଣ୍ଡ ବୋଲି କହିଲେ ସାତ ଆଡୁ ଜଗିଛି। 1 2 3 4 5 6 7 କୁଆଡୁ ହେଲେ ଗିଳି ଦେଇ ବୋଲି। ଆଉ ସେ ସ୍ତ୍ରୀ ସାମ୍ନାରେ ଅଛି। ଛୁଆ ଜନ୍ମ ହେଉ ହେଉ, ମତେ ଟିକେ କୁହ, ସାହାଯ୍ୟ କର। ଏ ସାତଟା ମୁଣ୍ଡରେ ଯଦି ଗୋଟେ ମୁଣ୍ଡ ବି ଚେଷ୍ଟା କରିଥାନ୍ତା, ଗିଳି ପାରିଥାନ୍ତା କି ନାହିଁ ଆଜ୍ଞା? କିନ୍ତୁ ସେ ଛୁଆ ଜନ୍ମ ହେଲା ସେକେଣ୍ଡ ଠାରୁ ବି କମ ସମୟରେ ଚକ୍ଷୁର ପଲକ ଭିତରେ ଜନ୍ମ ହେଉ ହେଉ ସିଂହାସନକୁ ପଳେଇଲା। ପ୍ରେଜ୍ ଦ ଲର୍ଡ। ତା ମାନେ ସେ ଛୁଆ ବଡ ଫାଷ୍ଟରେ ଯାଇଛି। ଏ ସାପ ଯେତିକି ସ୍ପିଡରେ ଯାଏ, ତାଠାରୁ ବହୁ ସ୍ପିଡରେ ଦେଖିଲା ଭିତରେ, ଇଏ ପାଟି ଖୋଲିବା ଭିତରେ, ଇଏ ଗିଳିବା ପାଇଁ ପାଟି ନେବା ଭିତରେ ସେ ଛୁଆ ଜନ୍ମ ହେଲା ପଳେଇଲା ସିଂହାସନକୁ। ଇଏ ସାପ ଗଲା କୁଆଡେ ଗଲା, ସେ ସିଂହାସନରେ ବସିଛି। ଆଜ୍ଞା, ଏଟା କୋଉ ଦିନର ଘଟଣା? ରାପଚର। ଯେତେବେଳେ ତୁରୀ ଧ୍ୱନି ହେବ, ମଣ୍ଡଳୀ ଭିତରେ ଥିବା ପାପକୁ ଜୟ କରିଥିବା ସାଧୁମାନେ ଚକ୍ଷୁର ପଲକରେ ସ୍ୱର୍ଗକୁ ନୀତ ହେବେ। ଜୋରେ କରତାଳି ବଜାନ୍ତୁ, ପ୍ରଭୁ ଗୌରବ ଦିଅନ୍ତୁ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। କିନ୍ତୁ ଏ ପିଲାର ସ୍ଥାନରେ ଆମେ ନିଜକୁ ଦେଖିବାର ଅଛି, ନହେଲେ ତାଳି ବଜାଇ କିଛି ଲାଭ ନାହିଁ। ଏ ପିଲା ଛାଡ଼ିଗଲା। ଏବେ ସାପର ରାଗ ଚଢିଗଲା କାହା ଉପରେ? ସ୍ତ୍ରୀ ଉପରେ। ମତେ କାହିଁକି ସେ ପିଲାକୁ ଦେଲୁ ନାହିଁ? ଆଜ୍ଞା, ସଙ୍ଗାତ ଭାଙ୍ଗିଲା। ଶୁଣ,
আজি ଯେଉଁ ମଣ୍ଡଳୀ ଶୈତାନ ସହିତ ହଁ ରେ ହଁ ମିଶେଇ ଚୋର ଡକାୟତ ମଦୁଆ ମାନଙ୍କୁ ନେତା ବନେଇଛନ୍ତି ଗିର୍ଜା ଘରେ, ଦିନ ଆସିବ ଏମାନଙ୍କୁ ହିଁ ଶୈତାନ ପିଟିବ। ଆଜ୍ଞା ଆଜ୍ଞା ଗୋଟେ ଚିନ୍ତା କର, ସାଧୁ ମାନେ ପଳେଇ ଗଲେ କୋଉମାନେ ରହିବେ ଗିର୍ଜାରେ? ସବୁ ଚୋର ଡକାୟତ ରହିବେ, ଆଙ୍କୁ ଛାଡ଼ିବ କି ମଣ୍ଡ ଖ୍ରୀଷ୍ଟ? ଛାଡ଼ିବ। ସେଇଟା ହଉଛି କ୍ଲେଶର ଆରମ୍ଭ। ତଳକୁ ପଡ଼ ବାବୁ, 12 ଅଧ୍ୟାୟ। ତତ୍ପରେ ସ୍ୱର୍ଗରେ ଯୁଦ୍ଧ ହେଲା, ସମୟକୁ ମୁଁ ନଷ୍ଟ କରିବାକୁ ଚାହିଁବି ନାହିଁ। କଣ ହଉଛି 13 ପଦରୁ ପଢନ୍ତୁ। ସର୍ପ ଆପଣଙ୍କୁ 12 ପଦରୁ ପଢନ୍ତୁ। ଅତଏବ ହେ ସ୍ୱର୍ଗ ଓ ନିବାସୀ ମାନେ ଆନନ୍ଦ କର, ମାତ୍ର ହାୟ ପୃଥିବୀ ଓ ସମୁଦ୍ର, ତୁମ୍ଭେ ମାନେ ସନ୍ତାପର ପାତ୍ର, କାରଣ ସମୟ ଅତି ଅଳ୍ପ ବୋଲି ଜାଣି ଦିଆବଳ ଆପଣା ମହାକ୍ରୋଧରେ ତୁମ୍ଭମାନଙ୍କ ମଧ୍ୟକୁ ଓହ୍ଲାଇ ଯାଇଅଛି। ସର୍ପ ଆପଣାକୁ ପୃଥିବୀରେ ନିକ୍ଷିପ୍ତ ହେବାର ଦେଖି ସେହି ପୁତ୍ର ସନ୍ତାନ ପ୍ରସବକାରିଣୀ ସ୍ତ୍ରୀ ଲୋକଙ୍କୁ ତାଡ଼ନା କଲା। ଶୁଣନ୍ତୁ, ଆରମ୍ଭରେ ତାଡ଼ନା କରି ନାହିଁ, କିନ୍ତୁ ଦେଖିଲା ଯେ ସେ ପୁଅକୁ ଗିଳି ପାରିଲା ନାହିଁ। ସେ ପୁଅ ସ୍ୱର୍ଗକୁ ଚାଲିଗଲା। ଯେତେବେଳେ ମନୋନୀତ ମାନେ, ଆତ୍ମିକ ମାନେ, ପବିତ୍ର ଲୋକମାନେ ଉର୍ଦ୍ଧ୍ୱକୁ ଚାଲିଯିବେ, ଅବଶିଷ୍ଟ ରହିବା ମଣ୍ଡଳୀକୁ ଶୟତାନ ତାଡ଼ନା କରିବ। ସେତେବେଳେ ମାଥ୍ୟୁ 24:21 ସଫଳ ହେବ। ଦିଆବଳ ଶୟତାନ ମହାକ୍ରୋଧରେ ରାଗି କରି ଆସିବ। ଆଜ୍ଞା ଆଚ୍ଛା, ଆପଣଙ୍କ ଶତ୍ରୁ ଯଦି ପ୍ରେମରେ ଆଘାତ କଲେ ବେଶୀ ମାଡ଼ ବାଜିବ ନା ରାଗିକି ଆଘାତ କଲେ? ରାଗିକି। ଏବେ ଶୟତାନ ରାଗି ନାହିଁ ହେଲା, ଏବେ ଶୟତାନ ରାଗି ନାହିଁ। ମଣ୍ଡଳୀ ଭିତରେ ସେ ଖାଲି ଲକ୍ଷ୍ୟ ରଖିଛି, ଯୋଉମାନେ ଭିତରେ ଭିତରେ ମଦ ଛାଡ଼ି ଦେଇଛନ୍ତି, ଚୋରି ଛାଡ଼ି ଦେଇଛନ୍ତି, ବେବିଚାର ଛାଡ଼ି ଦେଇଛନ୍ତି, ଯୋଉମାନେ ପାପ ଛାଡ଼ି ଦେଇଛନ୍ତି, ଲୋଭ ଛାଡ଼ି ଦେଇଛନ୍ତି, ପବିତ୍ର ହଉଛନ୍ତି, ଜୟ ଜୀବନ ବିତାଉଛନ୍ତି, ସେମାନଙ୍କୁ କେମିତି କରିକି ମୁଁ କଳୁଷିତ କରିବି, ଅର୍ଥାତ ଗିଳି ପକେଇବି, କେମିତି କରିକି ମୁଁ ପାପରେ ପକେଇଦେବି, ଏଇଟା ଶୈତାନର ଲକ୍ଷ୍ୟ। ଏଣୁ ପିତର କହିଲେ, ତୁମର ବିପକ୍ଷ ଶୈତାନ ସିଂହ ପ୍ରାୟ ଗର୍ଜନ କରି ବୁଲୁଛି ଗ୍ରାସ କରିବା ପାଇଁ। ଏଠାରେ ସର୍ପ ତାକୁ ଲକ୍ଷ୍ୟ ରଖିଛି। ଶୁଣ ଝିଅମାନେ, ତୁମର 5ଟା ସାଙ୍ଗ ଥିବେ, ଗୋଟିଏ ସାଙ୍ଗ ଯଦି ପାପ କରୁନାହିଁ, ତାକୁ ହିଁ ଶୈତାନ ଲକ୍ଷ୍ୟ ରଖିଥିବ। ଯେ ମିଛ କହୁଥିବ, 5ଟା ବୟଫ୍ରେଣ୍ଡ ରଖିଥିବ, ଦିନ ରାତି ରିଲ ବାୟା ହେଇଥିବ, ତାକୁ ଶୈତାନ କେବେ ଭୂତ ହେଇକି ଆସିବ ନାହିଁ, ସ୍ୱପ୍ନରେ ଆସିବ ନାହିଁ, ତାକୁ କିଛି ହବ ନାହିଁ। ଯିଏ କୌଣସି ଟୋକା ଚକ୍କର ନ ରଖି ଗିର୍ଜା, ପ୍ରାର୍ଥନା, ପବିତ୍ରତାରେ, ଆତ୍ମିକତାରେ ଆଣ୍ଠୁ ଭାଙ୍ଗି ବାକ୍ୟ ପଢି ନିଜକୁ ପବିତ୍ର କରି ଧରି ରଖି ସବୁ ପାପକୁ ଜୟ କରୁଥିବ, ଶୈତାନ ତାକୁ ହିଁ ଲକ୍ଷ୍ୟ ରଖିଥିବ। କେତେବେଳେ ସୁଯୋଗ ଟିକେ ମିଳିଯାଉ, ମୁଁ ୟାକୁ ଗିଳିଦେବି। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି ଯେ ସେ କେତେ ଲକ୍ଷ୍ୟ ରଖିଲେ ମଧ୍ୟ ଜୟ ଜୀବନ ବିତାଇବା ଲୋକମାନଙ୍କୁ ସେ ଛୁଇଁ ପାରିବ ନାହିଁ। ତୁରିତଣି ହେଲା ବେଳକୁ ସେମାନେ ଚକ୍ଷୁର ପଲକେ ସିଂହାସନକୁ ନୀତ ହେବେ। ଆପଣଙ୍କର ତ୍ୟାଗ ବେକାର ହେବ ନାହିଁ ପିଲାମାନେ। ଆପଣ ଗୁପ୍ତରେ ବିଜୟ ସିଦ୍ଧ ନିଷ୍କଳଙ୍କ ଜୀବନ ବିତାଇବା ବେକାର ହେବ ନାହିଁ। ଯେଉଁ ଲୋକ ଯାଇପାରିବେ ନାହିଁ, ସର୍ପ ସେମାନଙ୍କୁ ତାଡ଼ନା କରିବ। ଶୁଣନ୍ତୁ, ଯିଏ ଯାଇପାରିବେ ନାହିଁ ଆଗମନରେ, ଭଣ୍ଡ ଖ୍ରୀଷ୍ଟ ଭୟଙ୍କର ଭାବରେ ତାଡ଼ନା କରିବ। ଏମିତି ତାଡ଼ନା କରିବ ଯେ ପୃଥିବୀର ଆରମ୍ଭରୁ ହେଇନଥିଲା କି କେବେ ହେଲେ ହେବ ନାହିଁ। ସେ ସ୍ତ୍ରୀକୁ ସେ ତାଡ଼ନା କରିବାକୁ ଆରମ୍ଭ କଲା। 14 ପଦରେ
କଣ ହେଇଛି ପଢନ୍ତୁ ଟିକେ। ସେଥିରେ ସେହି ସ୍ତ୍ରୀ ଲୋକ ଯେପରି ସର୍ପର ମୁଖରୁ ରକ୍ଷା ପାଇଁ 3.5 ବର୍ଷ ପର୍ଯ୍ୟନ୍ତ ପ୍ରତିପାଳିତ ହୁଅନ୍ତି, ଏଥି ନିମନ୍ତେ ପ୍ରାନ୍ତରସ୍ଥ ଆପଣା ସ୍ଥାନକୁ ଉଡ଼ିଯିବା ପାଇଁ ତାହାଙ୍କୁ ବୃହତ୍ ଉଗ୍ରସ ପକ୍ଷୀର 2ଟି ପକ୍ଷ ଦତ୍ତ ହେଲା। ଶୁଣନ୍ତୁ ପ୍ରଭୁଙ୍କ ଭକ୍ତମାନେ, ସେ ସ୍ତ୍ରୀ ଲୋକ ଯେପରି ସର୍ପର ମୁଖରୁ ରକ୍ଷା ପାଇବ, ଅର୍ଥାତ୍ 3.5 ବର୍ଷ ଶୟତାନର ଭୟଙ୍କର ଦଣ୍ଡରୁ ରକ୍ଷା ପାଇବା ପାଇଁ ଖାଲି ପକ୍ଷୀ ଦିଆଗଲା। ଆଜ୍ଞା, यार अर्थ कौन? गोटे चढ़ई को जदि पक्षी मिलला बोले कौन करिवो से? हाँ, प्रथम 3.5 वर्ष आगमन हो गला परे, मंडली रो साधु माने चली गला परे, जो ख्रिस्टियन माने रही जिवे, प्रथम 3.5 वर्ष क्लेश आरंभ हेबो, किंतु से क्लेशरु रक्षा पाइबा पाई खाली एमान को गोड़ी गोड़ी दौड़ी बाकू पड़ी। पक्ष दिया जिबार अर्थ होची दौड़ी दौड़ी पळाइबा। प्रेज द लॉर्ड। कोन हेबो जानि छंती? से जो ताड़ना करिवो, मु ताड़ना केमिति करिवो टिके कहिबी, सेतकी आगा कहि कि मु सारिबी, मु जल्दी सारिबी, मु सब बेले जल्दी सारे, लोक मान को लेट लागे, सेटा समस्या हो ना नहीं? हां, मु जल्दी ही सारे लोक मान को केमति लेट लागु छ मु जानि पारि। बोलो यीशु मसीह की। ये सर्प आज्ञा ताड़ना करिबा को आरंभ करिवो मंडली को, जो मंडली आगमन रे जाई पारिला नाही ताकू ताड़ना करिवो। आ केमति करिवो सुनंतु। गीत संहिता 94 रो 20, दानिएल 7 रो 24। विधान द्वारा उपद्रव रचनाकारी दुष्टता रूप सिंहासन कि तुम्भ संगे संबंध दाता हेबो। विधान द्वारा उपद्रव रचनाकारी दुष्टता रूप सिंहासन रखी तुम्भ संगे संबंध दाता हेबो। विधान द्वारा उपद्रव रचनाकारी। ठीक अछि, मते ए शब्द खाली दरकार। दानिएल 7:25 पढो। पुणी से सर्वपरिष्ठଙ୍କ विरुद्धରେ କଥା କହିବ ଓ सर्वपरिष्ठଙ୍କର पवित्र गुणକୁ शीर्ण କରିବ ଆଉ କାଳ ଓ ବ୍ୟବସ୍ଥାର ପରିବର୍ତ୍ତନ କରିବାକୁ ବିଚାର କରିବ। पुणी एक काल दुई काल ଓ अर्ध काल पर्यंत ସେମାନେ ତାହାର ହସ୍ତରେ ସମର୍ପିତ ହେବେ। ଶୁଣନ୍ତୁ ଈଶ୍ୱରଙ୍କ ଲୋକମାନେ, 7 ଅଧ୍ୟାୟ गुटिके ध्यान रे शुणंतु। परमेश्वर दानिएल को जहा देखाइले मु तहा आपण मन को कहूछि। दानिएल 7 अध्याय 1 रु 7 भितरे 4 गोटी पशुर कथा को से देखुछंती। 7 पद टिके पढंतु। एति उतारे मु रात्रि कालर दर्शन रे देखिली, देखो चतुर्थ पशु से भयंकर क्षमतापन ओ अतिशय बलवान ओ ताहार बड़ बड़ लौहमय दंत थिला। से ग्रास कला ओ भांगी चूर्ण कला ओ अवशिष्ट जहा रहिला ताहा पद तले दलित कला। आउ से ताहार पूर्ववर्ती सबु पशु मानक ठारू भिन्न, पुणी ताहार 10 शृंग थिला। केतोरी शृंग? सापर केतरा शृंग थिला? 10टा। ए पशु जहा से साप ताहा। जदि आपण शास्त्र संबंधी ज्ञान रखिथिबे मु कहिबी ए पशु वर्तमान 10 गोटी शृंग को नेकी से ताहार काम आरंभ कलाणी। वर्तमान आउ विलंब नाही, से काम आरंभ करी सारिछि। 10 गोटी शृंग मध्यरु 8 पद टिके पढंतु। मु से शृंग मानकर विषय भावना करू करू देख
ସେହି ସବୁର ମଧ୍ୟରେ ଆଉ ଗୋଟିଏ ଶୃଙ୍ଗ ଉଠିଲା, ତାହା କ୍ଷୁଦ୍ର। ତାହା ସମ୍ମୁଖରେ ପ୍ରଥମ ଶୃଙ୍ଗମାନର ମଧ୍ୟରୁ ତିନି ଗୋଟି ଶୃଙ୍ଗ ମୂଳରେ ସମୂଳେ ଉତ୍ପାଟିତ ହେଲା। ପୁଣି ଦେଖ, ଏହି ଶୃଙ୍ଗରେ ମନୁଷ୍ୟର ଚକ୍ଷୁ ତୁଲ୍ୟ ଚକ୍ଷୁ ଓ ଅହଙ୍କାର ବାକ୍ୟବାଦୀ ମୁଖ ଥିଲା। ଦେଖ, ମନୁଷ୍ୟର ଚକ୍ଷୁ ତୁଲ୍ୟ ଚକ୍ଷୁ, ଅହଙ୍କାର ବାକ୍ୟବାଦୀ ମୁଖ ଥିଲା। ପ୍ରଭୁଙ୍କ ଲୋକମାନେ, କଣ ଏହାର ଅର୍ଥ? 17 ପଦ ଟିକେ ପଢନ୍ତୁ। ସେହି ଚାରି ବୃହତ୍ ପଶୁ ଚାରି ରାଜା ଅଟନ୍ତି, ସେମାନେ ପୃଥିବୀରୁ ଉତ୍ପନ୍ନ ହେବେ। ତାର 20 ପଦ ଟିକେ ପଢନ୍ତୁ। ପୁଣି ତାହାର ମସ୍ତକରେ ଯେଉଁ 10 ଶୃଙ୍ଗ ଥିଲା ଓ ଅନ୍ୟ ଯେଉଁ ଶୃଙ୍ଗ ଉଠିଲା ଓ ଯାହା ସାକ୍ଷାତରେ ତ୍ରିନି ଶୃଙ୍ଗ ପଡ଼ିଗଲା, ଅର୍ଥାତ୍ ସେ ଯେଉଁ ଶୃଙ୍ଗର ଚକ୍ଷୁ ଓ ଅହଙ୍କାର ବାକ୍ୟବାଦୀ ମୁଖ ଥିଲା, ଯାହାର ଆକାର ଆପଣା ସଙ୍ଗୀମାନଙ୍କ ଅପେକ୍ଷା ଦାମ୍ଭିକ ଥିଲା, ତାହାର ତଥ୍ୟ ଜାଣିବାକୁ ମୁଁ ଇଚ୍ଛା କଲି। ଦାନିଏଲ ଖାଲି ଇଚ୍ଛା କଲେ, ଜାଣି ପାରିଲେ ନାହିଁ। ଆପଣ ମାନେ ଆଉ ମୁଁ, ଆମେ ଭାଗ୍ୟବାନ। 24 ପଦ ଟିକେ ପଢନ୍ତୁ। ସେ 10 ଶୃଙ୍ଗର ଅର୍ଥ କଣ ଲେଖା? ପୁଣି ସେହି 10 ଶୃଙ୍ଗର ତାତ୍ପର୍ଯ୍ୟ ଏହି ଯେ ସେହି ରାଜ୍ୟରୁ 10 ରାଜା ଉତ୍ପନ୍ନ ହେବେ। କେତୋଟି ରାଜା? ଭଣ୍ଡ ଖ୍ରୀଷ୍ଟ ଯେତେବେଳେ ଶାସନ ଆରମ୍ଭ କରିବ, 10 ଗୋଟି ରାଜାଙ୍କୁ ନେଇକି ଶାସନ କରିବ। 10ଟା ଶୃଙ୍ଗ, 10 ଗୋଟି ରାଜା। ମୁଁ ଆପଣ ମାନଙ୍କୁ କହିବା ପାଇଁ ଚାହେଁ, ଯଦି ଆପଣ ଦୁନିଆର ସ୍ଥିତି ଜାଣୁଥିବେ, ବର୍ତ୍ତମାନ ମିଳିତ ଜାତିସଂଘ 10 ଗୋଟି ବଡ ଲିଡରକୁ ନେଇକି ଗୋଟିଏ କମିଟି ବନେଇକି ସାରା ଦୁନିଆକୁ ଶାସନ କରିବା ପାଇଁ ଚେଷ୍ଟା କରୁଛନ୍ତି। ତାମାନେ ଭଣ୍ଡ ଖ୍ରୀଷ୍ଟ ଆସିବାର ତାର 10 ଗୋଟି ଶୃଙ୍ଗ ସିଂହ କାମ କରିବାର ସମୟ ଯଦି ରେଡି ହେଲାଣି, ତାହେଲେ ଇଏ ସ୍ତ୍ରୀ ଠାରୁ ଛୁଆ ଜନ୍ମ ହେଇକି ସିଂହାସନକୁ ଯିବା ସମୟ ଲେଟ୍ ହବ କି? यार अर्थ ଯୀଶୁଙ୍କ ଆଗମନ ଅତି ନିକଟବର୍ତ୍ତୀ ଅଟେ। ପ୍ରଭୁଙ୍କ ଲୋକମାନେ ଦେଶ ଦୁନିଆର ସ୍ଥିତିକୁ ଯଦି ଆପଣ ଦେଖିବେ, 10 ଗୋଟି ରାଜ୍ୟ ମିଶି 10 ଗୋଟି ରାଜା ବା ମନ୍ତ୍ରୀ ମାନେ ମିଶିକି ସାରା ଦୁନିଆକୁ ହାତ ମୁଠିରେ ରଖିବା ପାଇଁ ପ୍ଲାନିଂ ହେଇସାରିଛି। ସେତିକି ବେଳକୁ କଣ ହେବ? ଏ 10 ଗୋଟି ଶୃଙ୍ଗକୁ ନେଇ 10 ଗୋଟି ରାଜାଙ୍କୁ ନେଇ ଆଉ ଜଣେ ବ୍ୟକ୍ତି ଉଠିବ। ପଢନ୍ତୁ 24 ପଦ ପୁରା ପଢନ୍ତୁ। ସେମାନଙ୍କ ଉତ୍ତାରେ ଆଉ ଜଣେ ଉତ୍ପନ୍ନ ହେବ ଓ ସେ ପୂର୍ବବର୍ତ୍ତୀ ମାନଙ୍କ ଠାରୁ ଭିନ୍ନ ହେବ ଓ ସେ 3 ରାଜାଙ୍କୁ ଦମନ କରିବ। ପୁଣି ସେ ସର୍ବପରିସ୍ତଙ୍କ ବିରୁଦ୍ଧରେ କଥା କହିବ। ସେ ସର୍ବପରିସ୍ତଙ୍କ ବିରୁଦ୍ଧରେ କଥା କହିବ ଓ ସର୍ବପରିସ୍ତଙ୍କର ପବିତ୍ର ଗଣକୁ ଶୀର୍ଣ୍ଣ କରିବ। ଆଉ ସେ କାଳ ଓ ବ୍ୟବସ୍ଥାର ପରିବର୍ତ୍ତନ କରିବାକୁ ବିଚାର କରିବ। ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ, ପ୍ରଭୁଙ୍କ ଲୋକମାନେ 4 ଗୋଟି ବିଷୟ କରିବ ସିଏ। ଏ 4 ଗୋଟି ବିଷୟ ଦ୍ୱାରା ମହାକ୍ଲେଶ ଦୁନିଆରେ ଆରମ୍ଭ ହେବ। ନମ୍ବର 1, ଆପଣ ମାନେ ଲେଖୁଛନ୍ତି, ଏମିତି ଲେଖନ୍ତୁ, ମହାକ୍ଲେଶର ଆରମ୍ଭ ର 4 ଗୋଟି ମୁଖ୍ୟ ସୋପାନ। ନମ୍ବର 1, he will start speaking against the Almighty. ସେ ପରମେଶ୍ୱରଙ୍କ ବିରୁଦ୍ଧରେ ସ୍ଲୋଗାନ ଷ୍ଟାର୍ଟ କରିବ। କାଲିର ଖବର କାଗଜରେ ମୁଁ ପଢୁଥିଲି, ଛତିଶଗଡ଼ରେ ଆସେମ୍ବଲିରେ ସ୍ଲୋଗାନ ହେଇଛି। ଆସେମ୍ବଲିରେ ସ୍ଲୋଗାନ ହେଇଛି, ଧର୍ମାନ୍ତୀକରଣ କରିବା ଲୋକକୁ 25 ଲକ୍ଷ ଟଙ୍କା ଜୋରମାନ, ଆଜୀବନ କାରାବାସ। ଏ ସ୍ଲୋଗାନ କିଛି ନାହିଁ, ବଡ ବଡ ସ୍ଲୋଗାନ ହେବାକୁ ଯାଉଛି। ଆଗମନ ହେଇଗଲା ପରେ ଭଣ୍ଡ ଖ୍ରୀଷ୍ଟ ସାରା ଦୁନିଆରେ ପରମେଶ୍ୱରଙ୍କ ଲୋକମାନଙ୍କ ବିରୁଦ୍ଧରେ ସେ କଥା କହିବାକୁ ଆରମ୍ଭ କରିବ। କାହା ଦ୍ୱାରା କହିବ ଆଜ୍ଞା? ନେତା ମାନଙ୍କ ଦ୍ୱାରା, ଲିଡର ମାନଙ୍କ ଦ୍ୱାରା। ଏବେ କିଛି ନାହିଁ, ମାନେ ତାର ତୁଳନାରେ ଏବେ ତାଡନା କିଛି ନାହିଁ। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, କଣ ଘଟିବ କ୍ଲେଶ, କେମିତି ଘଟିବ? ପ୍ରଥମ, ସର୍ବପରିସ୍ତଙ୍କ ବିରୁଦ୍ଧରେ କଥା କହିବା ଲୋକମାନେ ଠିଆ ହେବେ। ଗାଁରେ ଠିଆ ହେବେ, ମଣ୍ଡଳୀରେ ଠିଆ ହେବେ, ସମାଜରେ ଠିଆ ହେବେ, ଦେଶରେ ଠିଆ ହେବେ, ସରକାର ଭିତରେ ଠିଆ ହେବେ।
ଶୁଣ, ଗାଁ ଲୋକ ବିରୁଦ୍ଧରେ କହିଲେ କିଛି ଫରକ ପଡିବ ନାହିଁ, ସମାଜ ଲୋକ କହିଲେ କିଛି ଫରକ ପଡିବ ନାହିଁ, ମଣ୍ଡଳୀ ଲୋକ କହିଲେ କିଛି ଫରକ ପଡିବ ନାହିଁ, କିନ୍ତୁ ଦେଶର ମନ୍ତ୍ରୀ କହିଲେ ଫରକ ପଡିବ, ଦେଶର କଲେକ୍ଟର କହିଲେ ଫରକ ପଡିବ। ଏହା ହେବ ଭଣ୍ଡ ଖ୍ରୀଷ୍ଟର ଆଗାମୀ ଦିନର ଷ୍ଟ୍ରାଟେଜି। ତାର ଲକ୍ଷଣ କିଛି କିଛି ଦେଖାଯାଉଛି, କିନ୍ତୁ ସେ କ୍ରୋଧରେ ଆସିବ ଆଜ୍ଞା। ସେ ସାନ ଲୋକକୁ ଧରିଲେ କାମ ହବ ନାହିଁ, ସେ ବଡ ବଡ ଲୋକମାନଙ୍କୁ ଧରିବ। ଏଣୁକରି ରାଜା ମାନଙ୍କୁ ସେ ଆଗରୁ ସେଟ୍ କରୁଛି। ଏଣୁକରି ପାଉଲ କହିଥିଲେ ପ୍ରାର୍ଥନା କର ତୁମେ ଯେମିତି ଶାନ୍ତିରେ ନିର୍ବିଘ୍ନରେ ବଞ୍ଚିବ, ଦେଶରେ ସେମିତି ରାଜା ମାନେ ଆସନ୍ତୁ। ଆମେ ପ୍ରାର୍ଥନା କରିବାକୁ ପଡିବ। ସମୟ ନିରୂପଣ ହେଇଛି, ଯାହା ହେବ ହେବ, କିନ୍ତୁ ଆମେ ପ୍ରାର୍ଥନା କରିବାକୁ ପଡିବ। ପ୍ରଭୁ ଆମକୁ ଏମିତି ଶାସନକର୍ତ୍ତା ଦିଅନ୍ତୁ କି ଆମେ ଶାନ୍ତିରେ ଶୋଇପାରିବୁ, ଶାନ୍ତିରେ ବଞ୍ଚିପାରିବୁ, ଭୟଶୂନ୍ୟ ହେଇକି ନିଜର ବିଶ୍ୱାସକୁ ଆମେ ପ୍ରାକ୍ଟିସ କରିପାରିବା। ପ୍ରାର୍ଥନା କର ବୋଲି ପାଉଲ କହିଲେ। ଖାଲି ନିଜ ପାଇଁ, ନିଜ ସ୍ତ୍ରୀ ପାଇଁ, ପୁଅ ପାଇଁ, ଝିଅ ପାଇଁ, ବୋହୂ ପାଇଁ, ଚାକିରି ପାଇଁ, ବ୍ୟବସାୟ ପାଇଁ ନାହିଁ, କରନ୍ତୁ ସେ ସବୁ ପାଇଁ। ଶାନ୍ତିରେ ବଞ୍ଚିବା ପାଇଁ ହେଲେ ଦେଶର ଶାସନକର୍ତ୍ତା ମାନେ ଧର୍ମ ବିରୋଧୀ ନ ହେବାର ଅଛି, ସାମ୍ପ୍ରଦାୟିକ ବିରୋଧୀ ଭାବ ନ ହେବାର ଅଛି, ତାହେଲେ ଶାନ୍ତିରେ ବଞ୍ଚିବ। କୌଣସି ଧର୍ମ ବିରୁଦ୍ଧରେ କେହି ବି ଉଠିଲେ ଆଜ୍ଞା ଶାନ୍ତି ରହିବ ନାହିଁ ସମାଜ। ଭଣ୍ଡ ଖ୍ରୀଷ୍ଟ ଯେତେବେଳେ ଆରମ୍ଭ କରିବ ଶାସନ, କେତେବେଳେ ଆରମ୍ଭ କରିବ ଶୁଣନ୍ତୁ, ଯେତେବେଳେ ଏଇ ବାଳକ ଅର୍ଥାତ ସିଦ୍ଧ ଲୋକମାନେ ଆଗମନରେ ଉଠାଇ ନିଆଯିବେ, ଶୟତାନ ଓହ୍ଲାଇ ଆସିବ, 10 ଶୃଙ୍ଗ ବିଶିଷ୍ଟ ଶୟତାନ 10 ଗୋଟି ରାଜାକୁ ନେଇ ଦୁନିଆରେ ଶାସନ କରିବ। ଆଉ ସେ ପ୍ରଥମରେ ଅନ୍ୟ କୌଣସି ଧର୍ମ ବିରୁଦ୍ଧରେ କହିବ ନାହିଁ, ଖ୍ରୀଷ୍ଟ ଧର୍ମ ବିରୁଦ୍ଧରେ କହିବ। ବାଇବଲ ଏହା କହେ। ତାଡ଼ନା ଯଦି ଆରମ୍ଭ ହେବ, ଅନ୍ୟ କିଛି କାରଣରୁ ତାଡ଼ନା ହେବ ନାହିଁ, ଧର୍ମକୁ କେନ୍ଦ୍ର କରି ତାଡ଼ନା ହେବ। ସର୍ବପରିସ୍ତମ ବିରୁଦ୍ଧରେ ଶୁଣନ୍ତୁ, ଆପଣ ସେ ସମୟରେ କେମିତି ସମ୍ମୁଖୀନ ହେବେ? ସେ ସମୟରେ ସମ୍ମୁଖୀନ ନ ହେଇକି ରକ୍ଷା ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ଏବେ ସେ ପେଟ ଭିତରେ ଥିବା ପୁଅ ପରି ବିଜୟ ଜୀବନ ଯାପନ କରନ୍ତୁ। ହାଲେଲୁୟା, ହାଲେଲୁୟା, ପ୍ରେଜ ଦ ଲର୍ଡ। କିନ୍ତୁ ସେ ଯଦି ଚାଲିଗଲା, ତୁରି ଧ୍ୱନି ହେଲା, ମଣ୍ଡଳୀ ଊର୍ଦ୍ଧ୍ୱକୁ ନୀତ ହେଇଗଲା, ଆଉ ଭଣ୍ଡ ଖ୍ରୀଷ୍ଟର ଶାସନ ଆରମ୍ଭ ହେଇଗଲା, ଶୈତାନ ଓହ୍ଲାଇ ଆସିଲା ବୋଲି ଆଜ୍ଞା ମୁଁ ବାଇବଲର ସତ୍ୟତା କହୁଛି, ଦେଶର ଶାସନକର୍ତ୍ତା ମାନଙ୍କୁ ସେ ବ୍ୟବହାର କରିବ। ପ୍ରଥମ କାମ ହେବ ଖ୍ରୀଷ୍ଟଙ୍କ ବିରୁଦ୍ଧରେ, ଖ୍ରୀଷ୍ଟିଆନ ଲୋକମାନଙ୍କ ବିରୁଦ୍ଧରେ କଥା। ଦ୍ୱିତୀୟ ହେବ କଣ? ସେହି ପଦରେ ଲେଖା ଅଛି, ସେ ସର୍ବପରିସ୍ତଙ୍କର ପବିତ୍ର ଗଣକୁ ଶୀର୍ଣ୍ଣ କରିବ। କେମିତି କରିବ? ଶୀର୍ଣ୍ଣ କରିବ। ଶୀର୍ଣ୍ଣ ମାନେ କଣ? ଶୁଣନ୍ତୁ, ଆପଣ ଗୋଟେ ପଥରକୁ ନେଲେ, ଜୋରରେ ଗୋଟେ ବଡ ଦୃଢ ପଥରରେ ମାରିଲେ ଭାଙ୍ଗିଯିବ, ଖଣ୍ଡ ଖଣ୍ଡ ହେଇଯିବ। କିନ୍ତୁ ପଥରକୁ ନେଇକି ଧୀରେ ଧୀରେ ଘଷିବେ, ଧୀରେ ଧୀରେ ଘଷିବେ, ଯୋଉ ଧୀରେ ଧୀରେ ଯୋଉ ଖଣ୍ଡ ହୁଏ, ଧୀରେ ଧୀରେ ଗୁଣ୍ଡ ବାହାରେ, ସେଇଟାକୁ କୁହାଯାଏ ଶୀର୍ଣ୍ଣ। ଯେଉଁମାନେ ଆଜି ପାପରେ ଅଛନ୍ତି, ମନ ପରିବର୍ତ୍ତନ କରୁନାହାନ୍ତି, ପାପ ଛାଡୁନାହାନ୍ତି, ଆଗମନରେ ଯାଇପାରିବେ ନାହିଁ, ଏମାନେ ଭଣ୍ଡ ଖ୍ରୀଷ୍ଟର ହାତରେ ପଡିବେ। ଆଉ ସେମାନଙ୍କୁ ପ୍ରଥମରେ ସେ ଧରିବ, ଏକା ସାଙ୍ଗରେ ମାରିବ ନାହିଁ, ଧୀରେ 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 ମାରିବ। ପ୍ରଭୁଙ୍କ ଲୋକମାନେ ଯଦି କୋରିଆରେ ଖ୍ରୀଷ୍ଟିଆନ ମାନଙ୍କ ବିରୁଦ୍ଧରେ କଣ ହେଇଥିଲା ଆପଣ ଯଦି ଅଧ୍ୟୟନ କରିବେ, ଚାଇନାରେ କଣ ହେଇଥିଲା ଅଧ୍ୟୟନ କରିବେ, କଲିଜା ଥରିଯିବ। ଛୋଟ ଘଟଣା ଗୋଟେ କହିବି, ଜଣକୁ ନିଆଗଲା, ତମେ ଯୀଶୁଙ୍କୁ ଛାଡ ରକ୍ଷା ପାଇବ। ସେ କହିଲା ମୁଁ ଛାଡିବିନି।
गोटे आंगुटीर नख को चिमुटारे उपाड़ी दिया रक्त बहुछि पचरा गला छाड़िबो नाही से आ गोटे आंगुटीर नख उपाड़ी दिया छाड़ी दिया गला से उपड़ा जाइथिबा नखरे चूर्ण लेपि दिया आरो दिन पुणी रखा गला जीसु को छाड़िबो नाही आ गोटे नख उपाड़ी दिया धीरे 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 करिकी सब नख उपाड़ी दिया खाली नख उपाड़ी ना उल्लंघ करिकी रखिले गोटे गोटे इंच चमड़ा काटु छंती सब दिन एका संगरे नाही केबे पादरु केबे ओठरु कटा होछि केबे मांसरु कटा होछि केबे आंगुटीरु कटा होछि सब दिन रक्त झरुछि आ कटा घारे चून लगुछन्ति परिशेषरे दीर्घ दिन दंड देला परे सुनिले नाही जीसु को जो माने छाड़ले नाही उल्लंघ करी उल्टा टांगी की जिभ चिमटारे टाणी की माटी रे मेख मार बड़ लुहार तावा गरम करी की उल्लंघ करी की तावा रे पकई देले एटा कोरियार कथा म कहूछे खरा दिन गरम बाली रे हाथ गोड़ बांधी की उल्लंघ करी की छाड़ी देले खरा रे एका संगे मारि ना मु कहिबा पई चाहे क्रोधर सहित शैतान आसीबो एबे क्रोधर सहित आसी नाही एबे जो ताड़ना होउची किछि नाही जेते बेले मंडली चाली जीवो मु हाथ जोड़ी अनुरोध करूछि पवित्र जीवन बितांत जय जीवन बितांत आगमन रे जीवा पई प्रस्तुत हो जांत जेहेतु आगमन परे जो क्लेश आरंभ हबो से क्लेश को सही की प्रभु को धरी रखिबा बिल्कुल सहज नहीं काहे के सहज नहीं सेते बेले आपन को पई प्रार्थना करिबा लोक सब पळई थिबे स्वर्ग सेते बेले आपन को वाक्य कहि की मजबूत करिबा पई सभा करिबा लोक के नथिबे कि परमिशन मिलिबो नहीं सेते बेले बाइबल सब सीज करा हिथिबो का पाखरे बाइबल नथिबो सेते बेले पवित्र आत्मा आउ प्रेरणा देबा को नथिबे पवित्र आत्मा पेंटिकस्ट दिवस रे आसिले जो काम करिबा पई आसिले से काम कले मंडली को रेडी करले मंडली को नेकी पळई थिबे पवित्र आत्मा नथिबे यीशु को रक्त आउ काम करिवो नै दिया जीव नै प्रभु भोज मिलिवो नै गिरजा घर गोडा को लॉक पडिथिबो से समय रे कार पाखरे बाइबल नाही बालक माने मिलिबे नाही प्रचारक माने मिलिबे नाही जदी रक्षा पाइबा पई चाहिबो खाली लुची बुलिबा छोड़ा बाट नाही एनु उत्कृष्ट पक्षर पक्ष परि ताको पक्ष दिया गला से खाली उडी की पळाइबो कुआडे पळाइबो प्रांतर बोली कहिले कोन आज्ञा जोडी खाइबा को मिले नाही जोडी पिंधिबा को मिले नाही कोरिया रे जते बेले ताड़ना आरंभ हैला लोक खाइबा को पाइले नाही सप्ताह सप्ताह भूख करे रहिले जंगल जंगल रे बुलिले मु पढी छी सत्य घटना केही पशुर परिश्रा को पी की बंची छथि बनर घास पत्र खाई की बंचिले परिशेष रे हंसा उडी की मरी गले से स्त्री जे पतित हेई गला जाई पहला नाही ताकू खाली पक्ष दिया जीवो अनुग्रह दिया जीवो नाही आत्मा को साहाय्य दिया जीव नहीं वाक्य दिया जीव नहीं खाली उड़ी की पळेवा पई कुआडे जीव आज्ञा मरुभूमि को एबे टंका अछि प्रभु को पई लो खर्च करूनो आगमन हेई गला तुमरो सब बैंक अकाउंट सीज हे जीवो जे जाय तुमे भंड ख्रीष्टर कथा मानिबो नाही 666 नंबर नेबो नाही से अकाउंट चालिबो नाही एबे दान न देकी खाली पैसा बैंक रे रखी की किछि लाभ होबो नाही खाली दशमांश दियंतु नाही मु कहूची अधिक दियंतु केते बेले जीवन चली जबा हमें जानू ना आज सुजोग अछि
मरुभूमि रे चलथिबो मंडली आज्ञा जो पुओटी प्रस्तुत होइके बाहरिला से सिंहासन रे जो मंडली शयतान सहित तार मेल बसाई के रहिला से मरुभूमि रे खाद्य नहीं वस्त्र नहीं अभाव दुख कष्ट क्लेश क्लेश भोगिबो सेते बेले शयतान रो तृतीय स्ट्रेटजी हेबो कोन पवित्र गण को शीर्ण करू करू काल वो व्यवस्था परिवर्तन करिबो काल व्यवस्था कोन आज्ञा व्यवस्था बोली कहिले आईन आम भारत रे भी चेष्टा चली संविधान बदलाय यदि संविधान बदलिबो मु जाने ना ख्रिस्टियन मानक पाए केते सेठारे प्रेम रहिबो मु आपण मान को कहि देबा पई चाहे बाइबल रे जेबे भी ताड़ना हिचे आईन हेतुरु हिचे उदाहरण स्वरूप राजा नबुखदनेस्सर गोटिए आईन घोषणा कले महाराजांगर एई 60 हाथ उच्च मूर्ति को जे प्रणाम करिबो नाही बिना बंशी तबला बाजिला बेले ताहाको अग्नि रे निक्षेप करा जाय आईन राजा को आईन समस्त मानिले रक्षा पाइले तीनटी जुबा आईन उल्लंघन करिबा हेतु अग्निदंड पड़े ठीक से परी दानिएल को समय 122 जन नेता मिसी गोटे आईन बनाइले कोन राजांको अनुमति बिना जदि केही प्रार्थना करिवो ताको कोठी पका जिवो जदि से आईन तयारी हे न थांता दानिएल को सिंहासन पकै थांते मु कहिबा पई चाहे आद्य शताब्दी रे ख्रिस्टियन मानकु पृथ्वी रु उत्पाटन करो बोली नेरो सम्राट डोमिशियस सम्राट आईन बनै थिले जो माने आईन उल्लंघन कले से मानकु जेल रे पका घोषाड़ी घोषाड़ी मरा गला फुकिला सिंह आगरे पका गला से मानकु उल्लंघन करी पोड़ी दिया गला नेरो सम्राट तो एमती कहिले ख्रिस्टियन मानक आनो खुंटरे बांधो किरोसिन पकाओ निया लगाई दियो करेंट दरकार नहीं एमानकर आलोक करे हमको आलोक मिलियो काई की आईन उल्लंघन कले माने कोन आईन देशर सरकार कहूची जिसु को छाड़ो काली की जदी देश रे आईन बदली जिवो कोन अवस्था आउ से समय आसुछि आज्ञा ठेंगा बाड़ी धरी के ताड़ना कले आपण रक्षा पाई छै सेमती ताड़ना भंड ख्रीष्ट करिवो नै से संविधान को बदलाइबो लेखा अछि दानिएल 7:25 से आईन बदलाइबो यीशु को नाम वालों को मानो गोली मारो उल्लंघन करी मारो आईन आसी कौन करिबे सावधान आज सूचक अछि पवित्र हुअन्तु आगमन पय प्रस्तुत हुअन्तु शेष कथा आईन को जो माने भंग करिवे से माने दंड पाइबे शेष रे एक काल दुई काल अर्ध काल पर्यंत से माने ताहा हस्तरे समर्पित हेबे जो माने आगमन रे जाई पारिबे नाही भंड ख्रीष्ट हाथ रे समर्पित हेबे आ से मान को क्लेश देबो मो पाखरे समय अभाव एणु मु आगु को बढ़िबा को चाहू नाही प्रभु को लोक माने भयंकर दिन आसुछि ताकू पुणी दिया जीवो एक काल दुई काल अर्ध काल बोली कहिले एक काल एक वर्ष दुई काल 2 वर्ष अर्ध काल 6 मास 3.5 वर्ष प्रकाशित 12 रे 3.5 वर्ष पर्यंत से स्त्री को प्रांतर रे रखा गला केवल दुख केवल कष्ट केवल क्लेश केवल अभाव रो समय आसुची कहा पाई जो माने राप्चर रे
ଗୁପ୍ତ ଆଗମନରେ ଯୀଶୁଙ୍କ ପାଖକୁ ଯାଇପାରିବେ ନାହିଁ ସେମାନଙ୍କ ପାଇଁ। ଏବେ ଯୋଉ ତାଡ଼ନା ହେଉଛି ଏହା କିଛି ନୁହଁ। ଯୀଶୁ ଶୀଘ୍ର ଆସୁଛନ୍ତି। ଯଦି ଆମେ ଆପଣାକୁ ସଜାଡ଼ିବା ନାହିଁ ସେ ଭୟଙ୍କର ସର୍ପର ହାବୁଡ଼ରେ ପଡ଼ିବା। ଦେଶରେ ଦେଶରେ ଖ୍ରୀଷ୍ଟିଆନ ବିରୁଦ୍ଧରେ କଥା ଚାଲିବ, ଆଇନ ବଦଳିବ, ପୁଣି ଶୟତାନ ହାତରେ ପ୍ରଭୁ ଛାଡ଼ି ଦେବେ। ଆଜ୍ଞା ତାଙ୍କ ହାତରେ ଛଡ଼ାଯିବ। ତଳକୁ ପଢନ୍ତୁ ପ୍ରକାଶିତ 12 ଅଧ୍ୟାୟର 14 ପଢନ୍ତୁ। ସେଥିରେ ସେହି ସ୍ତ୍ରୀ ଲୋକ ଯେପରି ସର୍ପର ମୁଖରୁ ରକ୍ଷା ପାଇ 3.5 ବର୍ଷ ପର୍ଯ୍ୟନ୍ତ ପ୍ରତିପାଳିତ ହୁଅନ୍ତି, ଏଥିନିମନ୍ତେ ପ୍ରାନ୍ତରସ୍ଥ ଆପଣା ସ୍ଥାନକୁ ଉଡ଼ିଯିବା ପାଇଁ ତାହାଙ୍କୁ ବୃହତ୍ ଉଗ୍ରସ ପକ୍ଷୀର 2ଟି ପକ୍ଷ ଦତ୍ତ ହେଲା। ସେହି ସ୍ତ୍ରୀ ଲୋକଙ୍କୁ ଜଳସ୍ରୋତରେ ଭସାଇ ଦେବା ନିମନ୍ତେ ସର୍ପ ତାହାଙ୍କ ପଛରେ ଆପଣା ମୁଖରୁ ନଦୀ ପରି ଜଳ ଉଦ୍ଗାର କଲା। କିନ୍ତୁ ପୃଥିବୀ ଆପଣା ମୁଖ ଫିଟାଇ ସର୍ପର ମୁଖରୁ ଉଦ୍ଗାରିତ ନଦୀକୁ ଗ୍ରାସ କରି ସ୍ତ୍ରୀ ଲୋକଙ୍କର ସାହାଯ୍ୟ କଲା। ସେଥିରେ ସର୍ପ ସ୍ତ୍ରୀ ଲୋକଙ୍କ ଉପରେ ମହାକ୍ରୁଦ୍ଧ ହୋଇ ତାହାଙ୍କ ବଂଶର ଯେଉଁ ଅବଶିଷ୍ଟ ଲୋକମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ଓ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦାନ କରନ୍ତି ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଚାଲିଗଲା। ଶୁଣନ୍ତୁ, ଯୋଉ ପୁଅଟି ଜନ୍ମ ହେଇକି ଚାଲିଗଲା ସତୀ କନ୍ୟା ବିଜୟୀ ମଣ୍ଡଳୀ, এই ଯୋଉ ସ୍ତ୍ରୀ ପ୍ରାନ୍ତରକୁ ଗଲା ରକ୍ଷା ପାଇଲା, ସେ ପାଣି ନଦୀ ପରି ବାହାର କଲେ ବି କିଛି କରିପାରିଲା ନାହିଁ। ସାବଧାନ, ବଡ଼ କ୍ଲେଶ ଦେଇ ଗତି କଲା। ତାର ବଂଶର ଯୋଉ ଲୋକମାନେ ଅଛନ୍ତି, ଯୀଶୁଙ୍କ ବାକ୍ୟ, ଈଶ୍ୱରଙ୍କ ବାକ୍ୟ ଏବଂ ଖ୍ରୀଷ୍ଟଙ୍କ ନିମନ୍ତେ ସାକ୍ଷୀ ହୁଅନ୍ତି, ସେମାନଙ୍କୁ କଷ୍ଟ ଦେବାକୁ ବାହାରିଲା। ମୁଁ ଗୋଟିଏ କଥା କହିକି ଆଜି ସମାପ୍ତ କରୁଛି। ଏହା ବହୁତ ରହସ୍ୟ, ତାତ୍ପର୍ଯ୍ୟ, ସତ୍ୟତାର କଥା, କିନ୍ତୁ ଶୁଣିବା ପାଇଁ, ବୁଝିବା ପାଇଁ ଶାସ୍ତ୍ରୀୟ ଜ୍ଞାନ ବି ଟିକେ ରଖିବାକୁ ପଡ଼ିବ। ପ୍ରଭୁ ଯଦି ଦୟା କରିବେ ଆଗାମୀ ଦିନ ମାନଙ୍କରେ ଆମେ ଏହାକୁ ସିରିଜ ଭାବରେ ପାଇବା, ପ୍ରାଞ୍ଜଳ ଭାବରେ। କିନ୍ତୁ ବର୍ତ୍ତମାନ ଗୋଟିଏ କଥା କହିକି ମୁଁ ସାରିବି, ସମୟ ଅତି ଅଳ୍ପ ଅଟେ। 10 ଗୋଟି ରାଜ୍ୟକୁ ନେଇକି ଗୋଟିଏ ସରକାର ଗଠନ କରିକି ସାରା ଦୁନିଆକୁ ଶାସନ କରିବା ପାଇଁ ମିଳିତ ଜାତି ସଂଘ ରେଡି ହେଇସାରିଛି। 10 ଶୃଙ୍ଗ ରେଡି ହେଇଯାଇଛି। ସର୍ପ ମୁଖ ଖୋଲିବା ଆରମ୍ଭ କରିଦେଇଛି। ଆଇନ ବ୍ୟବସ୍ଥା ବଦଳାଇବା ପାଇଁ ସାରା ଦୁନିଆରେ ଚେଷ୍ଟା ଚାଲିଛି। ଭୟଙ୍କର ସମୟ ଆସୁଛି। ପବିତ୍ର ଗଣକୁ ଶୀର୍ଣ୍ଣ କରାଯିବ। ସର୍ବପରିସ୍ଥଙ୍କ ବିରୁଦ୍ଧରେ କଥା କହିବା ଲୋକ ବାହାରିବେ। ଅଧର୍ମ ବୃଦ୍ଧି ପାଇବ। ଆଗମନରେ ଯୋଉମାନେ ଯିବେ ନାହିଁ ଭୟଙ୍କର କ୍ଲେଶର ସମ୍ମୁଖୀନ ହେବେ। ଆଉ ଯୋଉ ଭୟଙ୍କର କ୍ଲେଶ ହେବ, ଯୋଉମାନେ ମରିବେ, ମରଣ ପର୍ଯ୍ୟନ୍ତ ପ୍ରଭୁଙ୍କୁ ଛାଡ଼ିବେ ନାହିଁ, କେବଳ ସେମାନେ ହିଁ କଷ୍ଟରେ ପରିତ୍ରାଣ ପାଇବେ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ସମୟ ଥାଉ ଥାଉ ଆପଣ ଆପଣାକୁ ପରିବର୍ତ୍ତନ କରିବା ପାଇଁ ଆସନ୍ତୁ ଚକ୍ଷୁ ବନ୍ଦ କରିବା। ଯଦି ଆଜି ବାକ୍ୟରେ ପ୍ରଭୁ ଆପଣଙ୍କୁ କଥା କହିଛନ୍ତି, କେହି କାହାରି ବନାଇବା ନାହିଁ। ସି ମେଜର ସି ପ୍ରେଜ୍ ଦ ଲର୍ଡ। ସମସ୍ତେ ଆମେ ଚକ୍ଷୁ ବନ୍ଦ କରିବା। କେହି କାହାରିକୁ ଅନାଇବା ନାହିଁ। ଯଦି ଆଜି ପ୍ରଭୁ ଆମକୁ ବାକ୍ୟ ଦ୍ୱାରା କିଛି କଥା କହିଛନ୍ତି, ଏ 5 ମିନିଟ ଏ ଗୀତଟି ହେଲା ବେଳେ ଆମେ ଆପଣଙ୍କୁ ପ୍ରଭୁଙ୍କ ହାତରେ ଦେଇଦେବା। ପାଖେ ଗଲାଣି ବେଳ, ତୁ ଫେରିଆ
ଚାହିଁଛନ୍ତି ବାଟ ତୋର ହୋଇ ସେ ଅତି ଆତୁର ଫେରିବ କି ପୁତ୍ର ମୋର କ୍ଷମିବି ପାପ ତାର ফেরিয়া সে ক্রুশ পাশে ফেরিয়া সে ক্রুশ পাশে সে হেবে তোহরি সাহা পাপর সুখকু চাহি সবু তু দেলু যাই পাপ সুখ ক্ষণ স্থায়ী দণ্ড তার চির ফেরিয়া তু ক্রুশ পাশে ফেরিয়া তু ক্রুশ পাশে পাইবু সবরু ত্রাহি ফেরিয়া ভাই যদি আজি প্রভু কথা কହୁଛନ୍ତି ଏ ଗୀତଟି ହେଲା ବେଳେ ଆଣ୍ଠୁ ଭାଙ୍ଗି ଅନୁତାପ କରି କ୍ଷମା ମାଗି আগমନରେ ঊର୍ଦ୍ଧ୍ୱଗୁଣିତ ହେବା ପାଇଁ ଯେଉଁ ପରିବର୍ତ୍ତନ ଜୀବନ ଆବଶ୍ୟକ ଯେଉଁ ଜୟ ଜୀବନ ଆବଶ୍ୟକ ତାହା ବିତାଇବା ପାଇଁ ସମର୍ପିତ ହୁଅନ୍ତୁ ପ୍ରଭୁଙ୍କର ସାହାଯ୍ୟ ମାଗନ୍ତୁ ପାଖେଇ ଗଲାଣି ফেরিয়া পাখেই গলানি বেড় আতু ফেরিয়া রে ভাই ফেরিয়া 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 চাহিଛନ୍ତି বাট তোর হই সে অতি আতুর ফেরিব কি পুত্র মোর ক্ষমিবি পাপ তার চাহিଛନ୍ତି বাট তোর হই সে অতি আতুর ফেরিব কি পুত্র মোর ক্ষমিবি পাপ তার ফেরিয়া সে ক্রুশ পাশে সে ক্রুশ পাশে সে হেবে তোহরি সাহা ফেরিয়া রে ফেরিয়া ফেরিয়া রে ফেরিয়া পাখেই গলানি বেড় যদি প্রভু আসি কথা কইছন্তি পাপর ক্ষণিক সুখরে ন রহু সম্পূর্ণ ভাবে পবিত্র হইকি ফেরন্তু সে দয়া করিবে ভয়ঙ্কর ক্লেশରୁ রক্ষা করিবে তাଙ୍କ ରାଜ୍ୟରେ ସ୍ଥାନ ଦେବେ
पापर सुख को चाहे सब तू देलु हो जाई पाप सुख क्षण स्थायी दंड तार चिरस्थायी पापर सुख को चाहे सब तू देलु हो जाई पाप दंड चिरस्थायी सुख तार क्षणस्थायी फेरिया तू क्रूस पासे फेरिया तू क्रूस पासे पाइबो सबुरु त्राही फेरिया भाई फेरिया भाई पाके गलाणी बेड़ पाके गलाणी बेड़ आतु फेरिया पाके गलाणी बेड़ आतु फेरिया रे भाई आ फेरिया आ फेरिया आ फेरिया आ फेरिया आ फेरिया आ फेरिया फेरिया पापर सुख को चाही सब तू देलु हो जाई पाप दंड चिरस्थायी सुख तार क्षण फेरिया तू क्रूस पासे फेरिया तू क्रूस पासे पाइबु सबुरु त्राही फेरिया फेरिया भाई स्वर्गीय पिता भयंकर दिन आसु अछि प्रभु जो माने अपना अपना को तुम रक्तरे धोई नाहंती जो माने मन परिवर्तन करी नाहंती जो माने गुप्तरे सिद्ध पवित्र जीवन बिताउ नाहंती जो माने पाप को जय करी नाहंती से भयंकर क्लेश रे पड़िबे प्रभु हमकु तुमे रक्षा करो राजा तुम रक्तरे धोई दियो प्रभु विजय क्रिश्चियन हेबा को सहायता करो स्वर्गीय प्रभु जदि आज कहीं तुम वाक्य शुणी आपना समर्पण करछन्ते एक पवित्र जीवन बिताइबार इच्छा दियो प्रभु इच्छा तुम्हें ही दे थाओ कार्य तुम्हें ही करि थाओ पवित्र जीवन पाई तुम्हें दया न कले हेबो नाई बापा
एणु जो माने आज समर्पित हेउछंती राजा से मानकु सहाय्य करो प्रभु जेपरि कि से माने तुम आगमन बेले हाथ छड़ा न हेबे प्रभु छोट शिशु ठारू वृद्ध वृद्धा पर्यंत मंडलीर विश्वासी ठारू कर्मकर्ता बालक बालिका प्रचारक प्रचारिका समस्त तुम आगमन रे प्रस्तुत होइकि जीवाक दियो तुम आगमन समय जणे हेले हाथ छड़ा न हेउतो प्रभु जहाँ जे गुणागला ताहा 100 गुण फल उत्पन्न कर पिता पुत्र धर्मात्मा को नाम रे प्रत्येक आशीर्वाद मांगे एक क्षुद्र प्रार्थना यीशु को नाम रे मांगे।